ଭିଜିଲାନ୍ସ ଜାଲରେ ଡେପୁଟି ରେଞ୍ଜର ଆୟର ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜୟପୁର ବନ ବିଭାଗର ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକଙ୍କ ଘରେ ଆଜି ସକାଳେ ଭିଜିଲାନ୍ସ ଚଢ଼ାଉ ହୋଇଛି। ଭୁବନେଶ୍ୱର ସମେତ 6ଟି ସ୍ଥାନରେ ଚଢ଼ାଉ କରି ବିପୁଳ ସମ୍ପତ୍ତି ଠାବ କରାଯାଇଛି। ତାଙ୍କ ବାସଭବନ ସମେତ ଜୟପୁର ବନଖଣ୍ଡ ଅଫିସରେ ଚଢ଼ାଉ ହୋଇଛି। ଏହାସହ ଭୁବନେଶ୍ୱର ରଘୁନାଥପୁରରେ ଥିବା ତାଙ୍କ ନିଜ ଭାଇ ଘରେ ମଧ୍ୟ ଚଢ଼ାଉ ହୋଇଛି। ଏହି ଚଢ଼ାଉରେ 6 ଜଣ ଡିଏସ୍ପି, 5 ଜଣ ଇନ୍ସପେକ୍ଟର, 9 ଜଣ ଏଏସ୍ଆଇ ସାମିଲ ହୋଇଛନ୍ତି। ଭିଜିଲାନ୍ସ ଏସ୍ପି ରବୀନ୍ଦ୍ର ପଣ୍ଡାଙ୍କ ସୂଚନା ଅନୁସାରେ ଡେପୁଟି ରେଞ୍ଜରଙ୍କ ବାସଭବନରୁ ନଗଦ 1,42 ଲକ୍ଷ ଟଙ୍କା ଜବତ ହୋଇଛି। ଏହାସହ 1.5 କେଜି ସୁନା, 4 କେଜି 367 ଗ୍ରାମର ରୂପା ଜବତ କରାଯାଇଛି। ପ୍ରତି ସୁନା କଏନ୍ର ଓଜନ 10 ଗ୍ରାମ ରହିଛି। ଭୁବନେଶ୍ୱରରେ ଗୋଟିଏ ଓ ଜୟପୁରରେ 2ଟି ଫ୍ଲାଟ୍ ଅଛି। 2ଟି ଦାମୀ ପ୍ଲଟ୍ ମଧ୍ୟ ଠାବ କରାଯାଇଛି। ଗୋଟିଏ 4 ଚକିଆ ଗାଡ଼ି ଜବତ କରାଯାଇଛି। ବାବୁଙ୍କ ବ୍ୟାଙ୍କ ଆକାଉଣ୍ଟରେ 1,32 ଲକ୍ଷରୁ ଅଧିକ ଟଙ୍କା ଥିବା ଜଣାପଡ଼ିଛି। 4ଟି ବ୍ୟାଙ୍କରେ ଥିବା 10ଟି ଆକାଉଣ୍ଟରେ ଏହି ଟଙ୍କା ରହିଛି। ନିଜ ଓ ପରିବାର ସଦସ୍ୟଙ୍କ ନାଁରେ ବ୍ୟାଙ୍କ ଆକାଉଣ୍ଟ ଅଛି। ରାମଚନ୍ଦ୍ର ଗାର୍ଡ ଭାବେ ସେ ଚାକିରି ଆରମ୍ଭ କରିଥିଲେ। ଏବେ ସେ ଡେପୁଟି ରେଞ୍ଜର ଭାବେ କାର୍ଯ୍ୟ କରୁଥିଲେ। ଚଳିତ ବର୍ଷ ଡିସେମ୍ବରରେ ଚାକିରିରୁ ଅବସର ନେଇଥାନ୍ତେ।